ହାବିଲଦାର କନେଷ୍ଟବଳମାନଙ୍କୁ ମିଳିବ 1 ମାସର ଅଧିକ ଦରମା। ମୋଟର ସାଇକେଲ ଭତ୍ତା ବାବଦରେ ପାଇବେ 1,000 ଟଙ୍କା। ପୋଷାକ ଭତ୍ତା ପାଇଁ ମିଳିବ 10,000 ଟଙ୍କା। ମୁଖ୍ୟମନ୍ତ୍ରୀ ପୁଲିସ ଡ୍ୟୁଟି ମିଟରରେ ଯୋଗଦେଇ ଏହି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହାବିଲଦାର, କନେଷ୍ଟବଳ ଓ ସିପାହୀମାନେ ଏଥର ବର୍ଷରେ 1 ମାସର ଦରମା ଅଧିକ ପାଇବେ। ଏଗ୍ରିମେଣ୍ଟ କରୁନଥିବା ମିଲରଙ୍କୁ ନାଲି ଆଖି ଦେଖାଇଲେ ରାଜସ୍ୱ ମନ୍ତ୍ରୀ। ମିଲରଙ୍କୁ ନାଲି ଆଖି ଦେଖାଇଲେ ରାଜସ୍ୱ ମନ୍ତ୍ରୀ। ଧାନ କିଣିବା ପାଇଁ ଜିଲ୍ଲା ଯୋଗାଣ ବିଭାଗ ସହ ଏଗ୍ରିମେଣ୍ଟ କରୁନଥିବା ମିଲରଙ୍କୁ କଡ଼ା ଚେତାବନୀ ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଆଜି ଦିନିକିଆ ନବରଙ୍ଗପୁର ଗସ୍ତରେ ଯାଇ ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷ, ରାଜସ୍ୱ ବିଭାଗ ଓ ଧାନ କିଣା ପ୍ରକ୍ରିୟା ସମୀକ୍ଷା ବୈଠକରେ ଏଭଳି ଚେତାବନୀ ଦେଇଛନ୍ତି ମନ୍ତ୍ରୀ। ଭତ୍ତା ବୃଦ୍ଧି ଦାବିରେ ପିଏମ୍ଜିରେ ଗର୍ଜିଲେ ହିତାଧିକାରୀ ଓ ଦେଲେ ଗଣଧାରଣା। ଓଡ଼ିଶା ଭତ୍ତା ପ୍ରଦାନ ସଂଘର୍ଷ ସମିତି ପକ୍ଷରୁ ଲୋୟର ପିଏମ୍ଜି ଠାରେ ଶତାଧିକ ବୃଦ୍ଧି, ବୃଦ୍ଧା, ଦିବ୍ୟାଙ୍ଗ, କଳାକାର, ବିଧବା ଓ ଅସହାୟ ମହିଳାମାନେ ବିଶାଳ ଗଣଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିବାଦ ସଭାରେ ଭତ୍ତା ପ୍ରଦାନ ସଂଘର୍ଷ ସମିତିରେ ରାଜ୍ୟ ସଭାପତି ବିଦ୍ୟାଧର ମହାନ୍ତି ଅଧ୍ୟକ୍ଷତା କରିଥିଲେ ଓ ପ୍ରତିବାଦ ସଭାରେ ରାଜ୍ୟ ସମ୍ପାଦକ ବୈକୁଣ୍ଠ ନାଥ ସାହୁ ଭତ୍ତା ବୃଦ୍ଧି ଦାବି ନେଇ ଦୀର୍ଘ 5 ମାସ ଧରି ବିଭିନ୍ନ ଜିଲ୍ଲା କମିଟି ଆନ୍ଦୋଳନ ଚାଲୁ ରଖିଥିବାରୁ ବିବରଣୀ ପାଠ କରିଥିଲେ। ପୂର୍ବାନୁମାନ ସତ ହେଲା, ଶୁଖିଗଲାଣି ଇନ୍ଦ୍ରାବତୀ ଜଳଭଣ୍ଡାର, ଯାହାର ସିଧାସଳଖ ପ୍ରଭାବ ଏବେ ବିଦ୍ୟୁତ୍ ଉତ୍ପାଦନ ଉପରେ ପଡ଼ିଛି। ମୁଖିଗୁଡ଼ା ପାୱାର ହାଉସ ବିଦ୍ୟୁତ୍ ଉତ୍ପାଦନ ବନ୍ଦ ହୋଇଯାଇଛି। ଇନ୍ଦ୍ରାବତୀ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା 642 ମିଟର ଥିବାବେଳେ 1,48,550 ହେକ୍ଟୋମିଟର ଜଳ ଗଚ୍ଛିତ ରହିପାରେ। ସଂସଦରେ ଆଜି ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଲ୍ ଆଗତ କରାଯାଇଛି। ଏଥିପାଇଁ କେନ୍ଦ୍ର କ୍ଷମତାସୀନ ଦଳ ଭାଜପା ନିଜ ଏମ୍ପିମାନଙ୍କୁ ଏକ ହୁଇପ୍ ଜାରି କରିଥିଲା। ଏହା ସତ୍ତ୍ୱେ 20ରୁ ଅଧିକ ଭାଜପା ଏମ୍ପି ସଂସଦ ଅନୁପସ୍ଥିତ ରହିଥିଲେ। ହୁଇପ୍ ଜାରି କରିବା ପରେ ଏମ୍ପିମାନେ ଅନୁପସ୍ଥିତ ରହିବାରୁ ଦଳର ହାଇ କମାଣ୍ଡ ଅସନ୍ତୋଷ କରିଛନ୍ତି।